హలో హాయ్ ఫ్రెండ్స్, ఇప్పుడు మా బ్లాగ్ ఆరంభమవుతున్నది. ఇప్పుడు వెళ్ళి నా దాంట్లో వచ్చేటప్పుడు నాన్న దగ్గర నాన్న అడగలేదా ఏమి ఎప్పుడు కప్ నూడిల్స్ తెప్పించుకునే మీరు తెప్పించుకున్నారు కదా. నాకు నాన్నకి చాట్ తెచ్చాను పెడతారు. మొత్తం మీద నాకు సున్నా పెట్టారు. సున్నా పెట్టారు. ఏం గుప్చుప్లు వెళ్తుందా? హాచి రాలేదు కదా, మోటార్ వేసారా? చెప్పాను. ఈ తమ్ముడుకా? చలో మనం తిందాం. The next morning. ସାଙ୍ଗମାନେ ଆପଣମାନଙ୍କୁ ଏକ ସକାଳ ହେଉଛି 7:30 8ଟା ବାଜିବାକୁ 15 ମିନିଟ୍ ଅଛି। ମୋ ପୁଅକୁ ତାକୁ ଖୁଆଇବାକୁ ପଡ଼ୁଛି, ଯେମିତି ଛୋଟ ପିଲାମାନେ ସ୍କୁଲ ଯାଆନ୍ତି ତାକୁ ସେମିତି ଖୁଆଇବାକୁ ପଡ଼ୁଛି। କାହିଁକିନା ସେ ତାକୁ ଖାଲି ପ୍ଲେଟ୍ରେ ଯଦି ଦେଇଦେବୁ ସେ ଖାଇବନି, ସେଇଠି ଥୋଇକିରି ପଳେଇବ। ତାପରେ ଥୋଇକିରି ପଳେଇଲା ପରେ ମୁଁ ଚିଲଉଥିବି ଭିତରୁ ରୋଷେଇ ଘରୁ, ବାପା ଖାଇଲୁ ବୋଲି ଯେତେ ଥର ପଚାରିଲେ ହଁ ଖାଇଦେଇଛି ବୋଲି ମାନେ ମିଛ କହିକିରି ପଳେଇବ। ମିଛ କହିକିରି ପଳେଇଲା ପରେ 2ଟା ବେଳେ ଯାଇକି ପରୀକ୍ଷା ଦେଇକିରି ଆସିବ। ସେଥିପାଇଁ ମୁଁ କହିଲି ସେ ମିଛ କହିବ, ସେ ଖାଇବନି, ତା ଅପେକ୍ଷା ମୁଁ ତାକୁ ଖୁଆଇଦେବି ବୋଲି ଆସିଲି। ତାକୁ ସେଠି ମୁଁ ବସିଛି, ସେ ପ୍ୟାଣ୍ଟ ପିନ୍ଧିବାକୁ ଗୋଟେ ଘଣ୍ଟାଟେ କରୁଛି। ବସିକି ତାକୁ ଏତେ ରୁଟି କଲି, ତରକାରୀ କଲି, ତା ବାପାଙ୍କୁ ଦେଇଦେଲି। ଆଉ ୟାକୁ ବସିକିରି ଖୁଆଇଛି, ମାନେ ପାଟିରେ ଦେଲେ ସେ ଖାଉଛି, ନହେଲେ ଜମା ଖାଉନି। ଏଇଠି ଦେଖନ୍ତୁ ସେ ଖାଉଛି, ଧୀରେ ଧୀରେ ଖାଉଛି। ସେ ଯୋଉଠିକି ଗଲେ ମୁଁ ତା ପଛେ ପଛେ ଯାଉଛି। ଆଉ ମୋ ଝିଅ ପଛରେ ଚିଲଉଛି କି ମା ତମେ କ'ଣ ପାଇଁ ତାକୁ ଖୁଆଉଛ, ତାକୁ ଦେଇଦେଉନ, ଖାଇଲେ ଖାଇବ ନହେଲେ ନାହିଁ ବୋଲି ମୋ ପଛରେ ଚିଲଉଥିଲା। ମୁଁ କହିଲି ନାଇଲୋ ମା ଚିଲ୍ଲାନା। ଏଇ ଦେଖ ତାକୁ ଖାଲି ଖୁଆଉଛି, ହେଲେ ବି ମାନେ ଲାଷ୍ଟରେ ଟିକେ ଗୋଟେ ଇଏ ଛାଡ଼ିକିରି ପଳେଇଲା। ଯେତେ ହେଲେ ମାଆର ମନ ମାନିବନି। ଆଉ ତାକୁ ଖୁଆଇଦେଲେ ଟିକେ ମନରେ ଶାନ୍ତି। ସେଥିପାଇଁ ମୁଁ କହିଲି ଟିକେ ଖୁଆଇଦେଲେ ସେ ଯାଇକି ଯିବ। କାହିଁକିନା ଖରା ଦିନ, ବର୍ଷା ଦିନ, ଶୀତ ଦିନରେ ଏତେ କିଛି ଅସୁବିଧା ନାହିଁ, କିନ୍ତୁ ଗରମକୁ ସେ ନ ଖାଇକି ଗଲେ ପୁଣି ଆଉଥରେ ଇଏ ହେଇଯିବ। ଆଉ ତାଙ୍କର ସେଠି ଯେଉଁ କ୍ୟାଣ୍ଟିନ୍ ଥାଏ, ସେ କ୍ୟାଣ୍ଟିନ୍ର ଖାଇବା ଘରିକା ତାକୁ ଜମା ମାନେ ଇଏ ହୁଏନି। ମା ସେ କ୍ୟାଣ୍ଟିନ୍ରେ ଜମା ଖାଇବାକୁ ଭଲ ମିଳେନି ବୋଲି ପଇସା ଦେଲେ ବି ଭଲ ମିଳେନି, ସେଥିପାଇଁ ଖୁଆଇଦେବି। ମୁଁ କହିଲି ହଉ ଠିକ୍ ଅଛି ରେ ବାବା, ମୁଁ ଖୁଆଇଦେବି। ଯେତେବେଳେ ଖୁଆଇଦେଲି ସେ ପଛପଟେ ହେଇ ଦେଖ ଲାଷ୍ଟ ଗୋଟେ ଛୋଟ କୋର ଛାଡ଼ିକିରି ପଳେଇଲା। ମୁଁ କହିଲି ହଉ ଠିକ୍ ଅଛି, 2ଟା ରୁଟି ତ ଖାଇଦେଲୁ। ସେଥିପାଇଁ ବଡ଼ ବଡ଼ ରୁଟି କରିକି ତାକୁ ଦେଇଦେଲି। ଆଉ ସେ ରୁଟି 2ଟା ଖାଇନେଲା। ଏବେ ଯାଉଛି ତଳକୁ। ଆଉ ତା ପଛରେ ଘଣ୍ଟାଟେ ପର୍ଯ୍ୟନ୍ତ ଲାଗିବାକୁ ପଡ଼ିବ। ଯେମିତି ଛୋଟ ପିଲାମାନଙ୍କୁ ଇଏ ହୁଏ, ସେମିତି ଘଣ୍ଟାଟେ ପର୍ଯ୍ୟନ୍ତ ପଛପଟେ ଲାଗିବାକୁ ପଡ଼ିବ। ଲାଗିଲେ ଯାଇକି ସେତେବେଳେ ଖାଇବ। ଆଉ ସବୁ ତ କିଛି କରିନେବ, କିନ୍ତୁ ଖାଇଲା ବେଳକୁ ଟିକେ ବେଶୀ ନଖରା କରିବ। ନଖରା କରିକି ଏଇଟା ଭଲ ନାହିଁ, ସେଇଟା ଭଲ ନାହିଁ ବୋଲି ଏମିତି କହୁଥିବ। ହେଲେ ବି ମୁଁ ତାକୁ ଟିକେ ଇଏ କରିକିରି ଖୁଆଇଦେଲେ ସେ ଖାଇକି ପଳେଇବ। ତାପରେ ସେଥିପାଇଁ ଏବେ ମୁଁ ଆଉଥରେ ଆସିଛି, ହାତ ଭାତ ଧୋଇଲି, ପୁଣି ଆଉଥରେ ଯିବି ତଳକୁ। ତା ବାପାଙ୍କୁ ତ ସମୀକ୍ଷା ହାତରେ ପଠେଇଦେଲି ରୁଟି ତରକାରୀ, ଆଉ ଡବାରେ ବି ଦେଇଦେଲି। ସମୀକ୍ଷା କହିଲା ହଁ ମା ମୁଁ ଯାଇକି ତଳେ ଯାଇକି ବାପାଙ୍କୁ ଦେଇଦେବି ବୋଲି ସିଏ ବି ତା ପଛେ ଯାଉଛି ଦେବା ପାଇଁ। ଏଇଠି ଦେଖନ୍ତୁ ସବୁ ଜିନିଷ ଏଇଠି ସେଇଠି ସବୁ ପକେଇକିରି ଆମ ହାସିକୁ ରୁଟି ଦେଇଥିଲି। ସେ ରୁଟି ସେ ତଳେ ଫୋପାଡ଼ିକି ସିଏ ବି ପଳେଇଲା। କାହିଁକିନା ତାକୁ ଖାଲି ରୁଟି ଖାଇବନି, ଦହି ସହିତ ରୁଟି ଖାଇବ। ଖାଲି ରୁଟି ଖାଲି ଶୀତ ଦିନରେ ଖାଇବ ସିନା ହାଚି, ଆଉ ତାକୁ ଗରମ ଦିନ ଦେଲେ ସେ ଜମା ଖାଇବନି। ଆଉ ସେମାନେ ତଳକୁ ଯାଉଛନ୍ତି, ଏଥିପାଇଁ ମୁଁ ବି ତଳକୁ ଯାଉଛି। ତାପରେ ଗେଟ୍ ଘରିକା ଲଗେଇକିରି ଆସିବି। ସେଇଠି चल जल्दी चल बापा जल्दी चल। ओला जल्दी ओला 8टा ही गलानी। बापा डाकुन जा, धाड़ी रे ठिया हेला बेले ठिया होइछो। ए कौन चलवा भालू कि तू? ता भाई को खेदौची। ता बापा मैंने ये हो गले ଆଉ ସେଇଠି ଡବା ଖାଇନେଲେ। ଆଉ ସେଇ ଡବାକୁ ତାଙ୍କର ଇଏ ଭିତରେ ନେଇକି ପଳେଇଛନ୍ତି।
ତାଙ୍କର ମାନେ ତା ବାପାଙ୍କର ଏତେ ପଙ୍କ୍ଚୁଆଲ, କେଉଁ ଯଦି ବସ୍ ଥିବ 8ଟା ବେଳେ ମାନେ 10ଟା ବେଳେ ଆଗରୁ ପହଞ୍ଚିଯିବା ଦରକାର। ସବୁଦିନ ସିଏ ଖାଇକି ଡବା ଘର ଧରିକି ପଳେଇଲେଣି। ଆଉ ସମୀକ୍ଷା ଆମର ଗାଡ଼ି କାଢ଼ିବ, ଆଉ କାଢ଼ିକିରି ଯାଇକି ତା ଭାଇକୁ ଛାଡ଼ିକିରି ଆସିବ। କାହିଁକିନା ଏତେ ଜୋର ଯେ ତା ବାପା ପଳାନ୍ତି, ସେଥିପାଇଁ ଇଏ ଟିକେ ଅଳସୁଆ ମୋ ପୁଅ। ସେ ଅଳସୁଆ ଧୀରେ ଧୀରେ ଚାଲିକି ଯିବ, ତା ଭିତରେ ଯଦି ବସ୍ ପଳେଇବ, ସେଥିପାଇଁ ତା ବାପା ପ୍ରଥମେ ଯାଇକରି ବସ୍କୁ ଅଟକେଇକି ରଖିବେ। ଅଟକେଇକିରି ରଖିଲେ ତାପରେ ମୋ ପୁଅ ଯିବ। ଆଜି ତାର ପରୀକ୍ଷା, କିନ୍ତୁ ରାତିରେ କେଉଁ ଜିନିଷ କ'ଣ ପେନ୍ କେଉଁଠି ଅଛି, ବ୍ୟାଗ୍ କେଉଁଠି ଅଛି, କେଉଁ ଜିନିଷ କିଛି କେଉଁଠି ରଖିନି। ଆଉ ନ ରଖିକିରି ଗୋଟେ ଜିନିଷ ଗୋଟେ ଜାଗାରେ ରଖିଛି। ସେଇଟା ଏବେ ଖୋଜୁଛି। ପରୀକ୍ଷା ଆଗ ଦିନ ଖୋଜିବା କଥା, କିନ୍ତୁ ଏବେ ବସିକି ଖୋଜୁଛି କି ବ୍ୟାଗ୍ କେଉଁଠି ଅଛି, ପେନ୍ କେଉଁଠି ଅଛି, କ'ଣ କେଉଁଠି ଅଛି, ସେଗୁଡ଼ା ସବୁ ଖୋଜୁଛି। ଆଉ ତା ଭିତରେ ଖୋଜିକିରି ମିଳିଲା କି ନ ମିଳିଲା, ସେ ଉପରକୁ ଯାଉଛି ପୁଣି ଆଉଥରେ। ଏଠି ମିଳିଲାନି, ଏଠି ଉପରକୁ ଯାଉଛି। ବେଶୀ ହେଲେ ତା ଦିଦି ଉପରେ ଚୁଲେଇବା, ମୋ ସମୀକ୍ଷା ଉପରେ, କି ତମେମାନେ ଦିଦି କେଉଁଠି ରଖିଦେଉଛି ମୋ ଜିନିଷ, ମୁଁ ରଖିବା ଜାଗାରେ ରଖୁନି। ଆଉ ମୁଁ ଯେଉଁଠି ରଖିବି ସେଇ ଜିନିଷ ତମେମାନେ ସେଇଠି ରଖୁନ, ମୋ ଖାଲି ସଜାଡ଼ି ଦେଉଛ ମୋ ବ୍ୟାଗ୍କୁ, ମୋ ଜିନିଷକୁ। ସେଥିପାଇଁ ସମୀକ୍ଷା ଉପରେ ଚିଲଉଥିଲା। ଆଉ ସମୀକ୍ଷା ତା ଉପରେ, ସିଏ 2 ଜଣ ଭାଇ ଭଉଣୀଙ୍କ ଭିତରେ ଏତେ ମାନେ ଦେ ମାଲୋ ଟିକେ କଫି ଆଣିଲୁ। ହ୍ୟାଲୋ, ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଜିର ବ୍ଲଗ୍ ଏବେ ଆରମ୍ଭ ହେଉଛି 8ଟା 8:30 ବେଳେ। କାହିଁକିନା ସକାଳେ ଉଠିଲା ପରେ ମୋ ପୁଅ, ତାର ଆଜି ପରୀକ୍ଷା ଅଛି। ପରୀକ୍ଷା ଥିଲେ ମଧ୍ୟ ତା ପଛରେ ତା ଭଉଣୀ, ମୁଁ, ତା ବାପା 3 ଜଣ ଲାଗିବାକୁ ପଡ଼ିବ। ଯାଇକି ତାପରେ ଯାଇକି ସେ ପରୀକ୍ଷା ଦେବାକୁ ଯିବ। ସେ ପରୀକ୍ଷା ଦେବ, ତା ଭଉଣୀ ବିଚାରି ମାନେ ଥକିଗଲା। ତାକୁ ଗାଡ଼ି ତ ଖାଇବାକୁ ଦେଲେ ବି ତାକୁ ଜଣେ ଖୋଇବାକୁ ପଡ଼ିବ। ଆଉ ସେଇଠି ଠିଆ ହେଇକିରି ଶୋଇପଡ଼ିବ ସେ ପିଲା। ମାନେ ଏତେ ଅଳସୁଆ ଟୋକା ତମର, ଠିଆ ହେଇକିରି ଶୋଇପଡ଼ିବ। ଇଏ ସବୁ କଲା, ବିନା କାମ କରିକି ଇଏ ଥକିଗଲା, ବିଚାରି ଶୋଇପଡ଼ିଲା। ତାକୁ उसको कूलर चाहिए। ଆଉ ସେ ଭିତରେ ଫ୍ୟାନ୍ ଏମିତି ତୁ ଟିକେ କଫି କରିକି ନେଇ ପଳେଇ ଆସେ 2 ଜଣ ପାଇଁ। 5 ମିନିଟ୍ ବସିକିରି ତାପରେ କାମ କରିବା। ଆଜି ଭଗବାନଙ୍କୁ ଧୋଇବି, ବୁଝିଲୁ। ଏଇ ଫୁଲ କ'ଣ ଶୁଖିଗଲା ନା ନାଇଁ? ଶୁଖିନି ନା, ସେଇଟା ସେମିତି ତ ହେଇଯିବ, କିନ୍ତୁ ଖରାରେ ଟିକେ ଶୁଖେଇଦେଲେ, ଭଲକିରି ଶୁଖେଇଦେଲେ ମାନେ ଏତେ ଫୁଲ ଆସେ। ମୋର ସବୁଦିନରେ ଯେଉଁ ପୂଜା କରେ, ସେ ମାନେ 10 ଦିନର ବୋଧେ ଫୁଲ ଏଗୁଡ଼ା। ଏ ଫୁଲ ସବୁ ପୁରା ଇଏ କରିକିରି, ସେ ଧୂପକାଠି ମୁଁ ବନେଇଛି, ସେ ଧୂପକାଠିରେ ପକେଇଦିଏ। ଧୂପକାଠିରେ ୟାକୁ ମାନେ ପାଉଡ଼ର କରିକିରି ସେଥିରେ ପକେଇକିରି, ଆଉ ସେ ଗୋବରରେ ଯେଉଁ ଇଏ କରନ୍ତି, ସେଇଟାକୁ ପକେଇକିରି ଧୂପ କରିବା ବହୁତ ବଢ଼ିଆ ଲାଗେ। ମୁଁ ଆପଣଙ୍କୁ ଦେଖେଇବି ମାନେ ସେ କେମିତି କରନ୍ତି ତାକୁ।